ଆଜିର ପ୍ରଶ୍ନ, କେଉଁଟି ଶିଶୁର ଆଦ୍ୟ ବାଲ୍ୟାବସ୍ଥାର ବୌଦ୍ଧିକ ବିକାଶର ବିଶେଷ ଲକ୍ଷଣ? ଆତ୍ମକେନ୍ଦ୍ରିକ ଚିନ୍ତାଧାରା ନା ତାତ୍ତ୍ୱିକ ଚିନ୍ତାଧାରା ନା ବସ୍ତୁର ନିତ୍ୟତାର ଧାରଣା ନା ସମସ୍ୟା ସମାଧାନ ଦକ୍ଷତା? ସଠିକ୍ ଉତ୍ତରଟି ହେଉଛି ଆତ୍ମକେନ୍ଦ୍ରିକ ଚିନ୍ତାଧାରା। ନେକ୍ସଟ, ହର୍ଲୋଙ୍କ ମତରେ ମାନବ ଜୀବନର କେଉଁ ବୟସ ସୀମା ଅନ୍ତର୍ଗତ ସମୟକୁ ପିରିୟଡ଼ ଅଫ୍ ଷ୍ଟ୍ରେସ୍ ଆଣ୍ଡ ଷ୍ଟ୍ରେନ୍ କୁହାଯାଏ? 0ରୁ 6 ବର୍ଷ, 6ରୁ 12 ବର୍ଷ, 12ରୁ 18 ବର୍ଷ ନା 18ରୁ 40 ବର୍ଷ? ସଠିକ୍ ଉତ୍ତରଟି ହେଉଛି 12ରୁ 18 ବର୍ଷ। ନିମ୍ନଲିଖିତ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ବୁଦ୍ଧି ପାଇଁ ପ୍ରଯୁଜ୍ୟ ନୁହେଁ? ବୁଦ୍ଧି ବଂଶାନୁଗୁଣ ଦ୍ୱାରା ପ୍ରଭାବିତ ହୋଇଥାଏ, ବୁଦ୍ଧିର ବିକାଶ ପରିବେଷ୍ଟନୀ ଦ୍ୱାରା ପ୍ରଭାବିତ ହୋଇଥାଏ, ବୁଦ୍ଧି ଏକ ନିର୍ଦ୍ଦିଷ୍ଟ ସାମର୍ଥ୍ୟକୁ ବୁଝାଏ, ବୁଦ୍ଧି ଏକ ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ବୃଦ୍ଧି ଲାଭ କରେ। ସଠିକ୍ ଉତ୍ତରଟି ହେଉଛି ବୁଦ୍ଧି ଏକ ନିର୍ଦ୍ଦିଷ୍ଟ ସାମର୍ଥ୍ୟକୁ ବୁଝାଏ। ଜଣେ ଶିକ୍ଷକ ପ୍ରଥମ ଶ୍ରେଣୀରେ ପଢ଼ାଇବା ସମୟରେ ଦୃଷ୍ଟଲିଖନ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ସେ କେଉଁ ପ୍ରକାର ବିକାଶକୁ ଲକ୍ଷ୍ୟ କରି ଏହା କରିଥାନ୍ତି? ମାନସିକ, ସ୍ନାୟବିକ ପେଶୀୟ, ବୌଦ୍ଧିକ ନା ଆବେଗିକ? ସଠିକ୍ ଉତ୍ତରଟି ହେଉଛି ସ୍ନାୟବିକ ପେଶୀୟ। ଭଲ ଲାଗିଲା ଲାଇକ୍ ସେୟାର କରନ୍ତୁ। ଧନ୍ୟବାଦ।